ସାର୍ ମୁଁ ଜୀବନରେ ପୁରା ହଜିଗଲା ଭଳି ଅନୁଭବ କରୁଛି। ପ୍ରଥମେ ହେଉଛି ମୋ ବାପା ମାଆଙ୍କର ଅଧିକ ଆଶା, ଦ୍ୱିତୀୟ ହେଉଛି ସାଙ୍ଗମାନଙ୍କ ସହ ସବୁବେଳେ ତୁଳନା ଏବଂ ସେମାନଙ୍କ ପ୍ରଭାବ। ଏହିସବୁ ଜିନିଷ ମୋତେ ତଳକୁ ଟାଣୁଛନ୍ତି। ତୁମେ ଜଣେ MBBS ଛାତ୍ର। ହଁ ସାର୍। ତୁମେ 18 ବର୍ଷ ପାର କରି ସାରିଥିବ। ହଁ ସାର୍। ତୁମେ ଏ ଦେଶର ପ୍ରଧାନମନ୍ତ୍ରୀ ବାଛି ପାରିବ। ହଁ ସାର୍, ପାରିବି। ଆଉ ତାପରେ ତୁମେ କହୁଛ ବାପା ମା ଚାପ ପକାଉଛନ୍ତି, ସାଙ୍ଗମାନେ ଚାପ ପକାଉଛନ୍ତି, ଏଇଟା ସେଇଟା। ଚାଲିଛି କ'ଣ ଏଇଟା? ଯଦି ତୁମ ରୋଗୀମାନେ ଏ ବିଷୟରେ ଜାଣିବେ କ'ଣ ହବ? ସେମାନେ ଦୌଡ଼ି ପଳେଇବେ। ଡାକ୍ତର ତା ମାଆକୁ ଡରୁଛି। ନିଜ ନିଷ୍ପତ୍ତି ନିଜେ ନିଅ। ତୁମ ବଦଳରେ ଅନ୍ୟ କେହି ନିଷ୍ପତ୍ତି ନେଇପାରିବେନି। କେହି ତୁମ ଉପରେ ଚାପ ପକାଇ ପାରିବେନି। ନମସ୍କାର ସାର୍, ମୁଁ ପୂଜା ରାଣା, MBBS ପ୍ରଥମ ବର୍ଷର ଛାତ୍ରୀ। ମୋ ପ୍ରଶ୍ନ ହେଉଛି କି ସାର୍, ମୁଁ ଜୀବନରେ ପୁରା ହଜିଗଲା ଭଳି ଅନୁଭବ କରୁଛି। ହଜିବା ମାନେ ବହୁତ କାରଣ ଅଛି। ପ୍ରଥମେ ହେଉଛି ମୋ ବାପା ମାଆଙ୍କର ଅଧିକ ଆଶା, ଦ୍ୱିତୀୟରେ ହେଉଛି ସାଙ୍ଗମାନଙ୍କ ସହ ସବୁବେଳେ ତୁଳନା ଏବଂ ସେମାନଙ୍କ ପ୍ରଭାବ, ତୃତୀୟରେ ହେଉଛି ପାଠପଢ଼ାର ଚାପ। ତ ସାର୍, ଏହିସବୁ ଜିନିଷ ଯୋଗୁଁ ମୁଁ ତଳକୁ ଟାଣି ହେଇଯାଉଛି। ଏମିତିକି ମୁଁ ମୋ କାମ କି ମୋ ନିଜ ପାଠପଢ଼ାରେ ବି ଧ୍ୟାନ ଦେଇପାରୁନି। ତ ଏଇ ସବୁଥିରୁ ବାହାରିବା ପାଇଁ ମୋର ପ୍ରଥମ ପଦକ୍ଷେପ କ'ଣ ହେବା ଉଚିତ? ତୁମେ ଜଣେ MBBS ଛାତ୍ର। ହଁ ସାର୍। ତୁମେ ନିଶ୍ଚୟ 18 ବର୍ଷ ପାର କରି ସାରିଥିବ। ତୁମେ ଏ ଦେଶର ପ୍ରଧାନମନ୍ତ୍ରୀ ବାଛି ପାରିବ। ହଁ ସାର୍, ପାରିବି। ତୁମେ ନିଜର ଏକ ସ୍ୱତନ୍ତ୍ର ପରିଚୟ। ତୁମେ ଜଣେ ସ୍ୱାଧୀନ ମହିଳା। ତୁମେ କ'ଣ ସବୁ ଭାବୁଛ? ତୁମ ଜୀବନ ତୁମର ନୁହେଁ କି? ନିଜ ନିଷ୍ପତ୍ତିର ଦାୟିତ୍ୱ ନିଅ। ନିଜ ନିଷ୍ପତ୍ତିର ଦାୟିତ୍ୱ ନିଅ। ତୁମ ବଦଳରେ ଅନ୍ୟ କେହି ନିଷ୍ପତ୍ତି ନେଇପାରିବେନି। କେହି ତୁମକୁ ପ୍ରେସରାଇଜ୍ କରିପାରିବେନି। ଏମିତିକି ଆମ ଆଇନ ମଧ୍ୟ ତୁମକୁ ଏହି ଅଧିକାର ଦେଇଛି ଯେ ତୁମେ ଏହି ଦେଶର ଭାଗ୍ୟ ନିର୍ଦ୍ଧାରଣରେ ଭାଗ ନେଇପାରିବ। ବାପା ମା ଚାପ ପକାଉଛନ୍ତି, ସାଙ୍ଗମାନେ ଚାପ ପକାଉଛନ୍ତି, ଏଇଟା ସେଇଟା। ଚାଲିଛି କ'ଣ ଏଇଟା? ଯଦି ତୁମ ରୋଗୀମାନେ ଏ ବିଷୟରେ ଜାଣିବେ, ସେମାନେ ଦୌଡ଼ି ପଳେଇବେ। ଡାକ୍ତର ତା ମାଆକୁ ଡରୁଛି। ସେଇ ବିଚରା ରୋଗୀ କଥା ଭାବ, ତାର ଅବସ୍ଥା କ'ଣ ହେବ? ତୁମେ ନିଜକୁ ବାଧ୍ୟବାଧକତାରେ ବା ଚାପରେ ଅନୁଭବ କରୁଛ। କେବେ କେବେ ଅସହାୟ ବି। କାରଣ ତୁମର ସେଥିରେ କିଛି ସ୍ୱାର୍ଥ ଅଛି, କିଛି ଲୋଭ ଅଛି, ଆଉ ଅଜ୍ଞାନତା। ନଚେତ୍ ତୁମେ ତ ଜଣେ ମୁକ୍ତ ପକ୍ଷୀ। ମୁକ୍ତ ମାନେ ଏହା ନୁହେଁ ଯେ ଅନ୍ୟମାନଙ୍କ କେୟାର କରିବନି। ମୁକ୍ତ ମାନେ ଭଲ ପାଇବାକୁ ସ୍ୱାଧୀନ ହେବା। ଆଉ ଯେଉଁଠି ବାଧ୍ୟବାଧକତା ବା ପ୍ରେସର ଥାଏ, ସେଠି ଭଲ ପାଇବା ରହିପାରିବନି। ତ ଯେତେବେଳେ ଗୋଟେ ନିବିଡ଼ ସମ୍ପର୍କରେ ତୁମେ କୁହ କି ତୁମେ ଡିଷ୍ଟ୍ରାକ୍ଟ ହେଉଛ ଆଉ ଆଶାର ବୋଝ ଅନୁଭବ କରୁଛ, ତାର ସରଳ ଅର୍ଥ ହେଉଛି କି ସେଠାରେ ଭଲ ପାଇବାର ସମ୍ଭାବନା ଖୁବ୍ କମ୍। ତୁମେ ଏଠି ଅଛ, ପାଠ ପଢୁଛ, ତୁମେ ନିଜକୁ ଏକ ଦାୟିତ୍ୱବାନ ଭୂମିକା ପାଇଁ ପ୍ରସ୍ତୁତ କରୁଛ। ମୋତେ କୁହ, ପ୍ରକୃତରେ ଅସୁବିଧାଟା କେଉଁଠି? କେଉଁ ବାଧା ସାର୍? ସେଇଟା ଯାହା ତୁମ ସ୍ୱାଭାବିକ ଗତିରେ ବାଧା ସୃଷ୍ଟି କରୁଛି। ପରିବାର ଲୋକଙ୍କର ଆଶା। ଦୟାକରି ଏତିକି ବୁଝିଯାଅ, କାହାରି ଇଚ୍ଛା ପୂରଣ କରିବା ପାଇଁ ତୁମେ ଜନ୍ମ ହେଇନାହଁ କି ତୁମର କୌଣସି ବାଧ୍ୟବାଧକତା ନାହିଁ। ବାସ୍ତବରେ ଆପଣଙ୍କ ଉପରେ କୌଣସି ବାଧ୍ୟବାଧକତା ନାହିଁ ନିଜର ଇଚ୍ଛା ପୂରଣ କରିବାକୁ ମଧ୍ୟ। ଅନ୍ୟମାନଙ୍କ କଥା ତ ଛାଡ଼ନ୍ତୁ। ଆପଣ ଏଥିପାଇଁ ଜନ୍ମ ହେଇନାହାନ୍ତି କି ଅନ୍ୟମାନଙ୍କ ଇଚ୍ଛା ପୂରଣ କରିବେ। ଆପଣ ଯାହାକୁ ଆଶା ବୋଲି କହୁଛନ୍ତି, ସେଗୁଡ଼ିକ କେବଳ ଅନ୍ୟମାନଙ୍କର ଇଚ୍ଛା। ଦେଖନ୍ତୁ, ଇଚ୍ଛା ତ ଅନ୍ଧ। ଯେ କେହି ବି ଯେକୌଣସି ଇଚ୍ଛା ରଖିପାରନ୍ତି। ତେବେ ତାହା ଆପଣଙ୍କୁ କିପରି ବାଧ୍ୟ କରୁଛି? ସେଗୁଡ଼ିକୁ ପୂରଣ କରିବାକୁ? ସେହି ପ୍ରେସର ନିଜ ଉପରେ କାହିଁକି ନେଉଛନ୍ତି? ଏଇଟା ଗୁଡ୍ ଗାର୍ଲ ସିଣ୍ଡ୍ରୋମ୍, ନୁହେଁ କି? ମୁଁ ଜଣେ ଭଲ ଝିଅ କେବଳ ସେତେବେଳେ ଯଦି ମୁଁ ସମସ୍ତଙ୍କୁ ଖୁସି ରଖିପାରିବି। ଆପଣ ସେମିତି କରିପାରିବେନି। ଆପଣ ଜଣେ ମଣିଷ। ଏଇଟା ଅସମ୍ଭବ। ଆଉ ଜାଣନ୍ତି କି ସମସ୍ୟା କ'ଣ?
ଆପଣ ଯଦି ସେମାନଙ୍କ ଇଚ୍ଛା ପୂରଣ ବି କରିଦିଅନ୍ତି ତଥାପି ସେମାନେ ସନ୍ତୁଷ୍ଟ ହେବେନି, କାରଣ ଇଚ୍ଛାର ପ୍ରକୃତି ହିଁ ସେମିତି। ଏହା କେବେ ବି ଶେଷ ହୁଏନି। ଯେଉଁମାନେ ନିଜର ସାଟିସ୍ଫ୍ୟାକ୍ସନ୍ ପାଇଁ ଅନ୍ୟମାନଙ୍କ ଉପରେ ଜୋର ଜବରଦସ୍ତି କରନ୍ତି କିମ୍ବା ପ୍ରେସରାଇଜ୍ କରନ୍ତି ନିଜର ଇଚ୍ଛା ବା ଆଶା ପୂରଣ କରିବା ପାଇଁ, ସେମାନେ ସବୁବେଳେ ଅସନ୍ତୁଷ୍ଟ ହିଁ ରହିବେ। ପଛେ ସାମ୍ନାବାଲା ସେମାନଙ୍କୁ ଖୁସି କରିବା ପାଇଁ ନିଜର ସାରା ଜୀବନ ଲଗେଇ ଦେଉ, ତଥାପି ବି ସେମାନେ ଖୁସି ହେବେନି। ଅସମ୍ଭବ, ଅସମ୍ଭବ। ଆପଣଙ୍କ ଜୀବନର ଲକ୍ଷ୍ୟ ହେଉଛି ନିଜର ସର୍ବୋଚ୍ଚ ସାମର୍ଥ୍ୟ ହାସଲ କରିବା। ନିଜ ଉପରେ ଗିଲ୍ଟର ବୋଝ ଲଦନ୍ତୁନି। ଭାରତରେ ଏଇଟା ବହୁତ ସାଧାରଣ କଥା, ଆଉ ବିଶେଷ କରି ମହିଳାମାନଙ୍କ କ୍ଷେତ୍ରରେ। ମୁଁ ଜଣେ ଆଦର୍ଶ ଝିଅ ହେବା ଉଚିତ, ମୁଁ ଜଣେ ଆଦର୍ଶ ପତ୍ନୀ ହେବା ଉଚିତ, ମା ଭାବରେ ମୁଁ ଜଣେ ରୋଲ ମଡେଲ ହେବା ଉଚିତ, ଆଉ ମୁଁ ମଧ୍ୟ ଜଣେ ସଫଳ ପ୍ରଫେସନାଲ ହେବା ଉଚିତ। ଆଉ ଯଦି ମୁଁ ତାହା କରିପାରୁନି ତେବେ ମୁଁ ଗିଲ୍ଟି ଫିଲ୍ କରିବି, ଆଉ ଇମୋସନାଲି ମୁଁ ସେହି ଗିଲ୍ଟରେ ରହିବି। ଏହା ପୁରୁଷମାନଙ୍କ କ୍ଷେତ୍ରରେ ବି ସମାନ ଭାବେ ଲାଗୁ ହୁଏ। ଆପଣଙ୍କର କୌଣସି ଦାୟିତ୍ୱ ନାହିଁ କାହାରି ଆଶା ପୂରଣ କରିବାକୁ, ବିଲକୁଲ ନାହିଁ। ତୁମେ ଏବେ ଆଉ ଛୋଟ ପିଲା ନୁହଁ। ତୁମର ନିଜସ୍ୱ ଚେତନା ଅଛି। ସ୍ଥିର କର ଜୀବନ କ'ଣ, ତୁମେ କିଏ, ଆଉ ସେଥିପାଇଁ ତୁମକୁ କ'ଣ କରିବା ଉଚିତ। ତୁମର ପ୍ରତ୍ୟେକ କାର୍ଯ୍ୟ ସେଇଠୁ ହିଁ ଆସିବା ଦରକାର। ତୁମର ନିଜ ବିବେକ, ତୁମର ନିଜର ବୁଝାମଣା। ମନେ ରଖ, ଭଲ ପାଇବା ନାଁରେ ତୁମେ ଯାହା ବି କରୁଛ ସେ ସବୁକିଛି ପ୍ରକୃତରେ ଭଲ ପାଇବାର ବିପରୀତ। ଯଦି ଆପଣ କାହାର ଆଶା ବା ଏକ୍ସପେକ୍ଟେସନର ବର୍ଡେନ୍ ଅନୁଭବ କରୁଛନ୍ତି ତେବେ ସେଠି କ'ଣ ଭଲ ପାଇବା ଥାଇପାରେ? ମୁଁ ପଚାରୁଛି। ବାସ୍ତବରେ ଭିତରୁ ଆପଣ ସେହି ବ୍ୟକ୍ତିକୁ ଘୃଣା କରିବେ। ବାହାରୁ ଆପଣ ହୁଏତ ସେମାନଙ୍କ ଆଶାର ବୋଝ ବୋହିପାରନ୍ତି, କିନ୍ତୁ ଭିତରେ କେବଳ ଘୃଣା ଥିବ। ଆଉ ବେଳେବେଳେ ସେହି ଘୃଣା ହିଂସା ରୂପରେ ବିସ୍ଫୋରଣ ହେଇଥାଏ। ଦାମ୍ପତ୍ୟ କଳହ, ଶାରୀରିକ ନିର୍ଯାତନା, ଏପରିକି ଅନର କିଲିଂ। କାହା ଉପରେ ବି ନିଜ ଆଶାର ବୋଝ ଲଦି ଦିଅନି। ତୁମର ଆଶା କିମ୍ବା ତୁମେ କାହାର ଏକ୍ସପେକ୍ଟେସନର ବୋଝ ନ ବୋହିବା ଉଚିତ। ଭଲ ପାଇବା ମାନେ ପରସ୍ପରର ଇଚ୍ଛା ପୂରଣ କରିବା ନୁହେଁ। ନା, ସେଇଟା ଭଲ ପାଇବା ନୁହେଁ। ତୁମେ ମୋ ଇଚ୍ଛା ଅନୁସାରେ ବଞ୍ଚିବ, ଆଉ ମୁଁ ତୁମ ଇଚ୍ଛା ଅନୁସାରେ। ନା, ଏହା ଭଲ ପାଇବା ନୁହେଁ। ଭଲ ପାଇବା ହେଉଛି ସ୍ୱାଧୀନତା। ଯଦି ଆପଣ ପ୍ରକୃତରେ କାହାର ଶୁଭ ଚାହାନ୍ତି ତେବେ ଆପଣ ତାଙ୍କୁ ମୁକ୍ତ ଭାବେ ଉଡ଼ିବାକୁ ଦେବେ, ତାଙ୍କ ଡେଣା କାଟିବେନି। ଏମିତି କହିବେନି କି, ଆରେ ମୋ ପାଖରେ ତୁମ ପାଇଁ ଏକ ସୁନ୍ଦର ସୁନା ପିଞ୍ଜରା ଅଛି, ଦୟାକରି ଏଠି ବସିଯା। ଆଉ ଯଦି ତୁମେ ସେ ପିଞ୍ଜରାକୁ ମନା କରୁଛ ତେବେ ତୁମେ ଅବିଶ୍ୱସ୍ତ। ଆପଣ ଯେତେବେଳେ ଛୋଟ ଥାଆନ୍ତି ତାକୁ ଅବାଧ୍ୟ ହେବା କୁହାଯାଏ। ଆପଣ ବଡ଼ ହେବା ପରେ ସେହି ଅବାଧ୍ୟତା ଲୋକଙ୍କୁ ପସନ୍ଦ ହୁଏନି, ତେଣୁ ଆପଣଙ୍କୁ ଅବିଶ୍ୱସ୍ତ ବା ବେଇମାନ କୁହାଯାଏ। ନାରୀ ପୁରୁଷ ସମ୍ପର୍କରେ ୟାକୁ ବେଳେବେଳେ କୁହାଯାଏ ଚିଟିଂ। ପିତାମାତା ଆଉ ସନ୍ତାନଙ୍କ ସମ୍ପର୍କରେ ୟାକୁ ପ୍ରାୟତଃ ଅକୃତଜ୍ଞତା ବୋଲି କୁହାଯାଏ। କିନ୍ତୁ ପ୍ରକୃତରେ ଏସବୁ ଗୋଟିଏ କଥା। ଏହାର ମୂଳରେ ଅବାଧ୍ୟତା, ଅକୃତଜ୍ଞତା, ବିଶ୍ୱାସଘାତକତାର ସେହି ଅଭିଯୋଗ ଥାଏ କି ତୁମେ ପୂରଣ କରୁନ ମୋ ଇଚ୍ଛା। ତୁମେ ସେମିତି ବଞ୍ଚୁନାହେଁ ଯେମିତି ମୁଁ ଚାହୁଁଛି ତୁମେ ବଞ୍ଚ।
କିନ୍ତୁ ଆପଣ ବଞ୍ଚିବା ପାଇଁ ବାଧ୍ୟ ନୁହନ୍ତି। କାହାର? ଇଚ୍ଛା ଅନୁସାରେ। ତାର ମାନେ ଏମିତି ନୁହେଁ କି ଆପଣ ସବୁବେଳେ କାହାର ଇଚ୍ଛା ବିରୁଦ୍ଧରେ ଯିବେ। ନା, ପକ୍ଷରେ ନୁହେଁ କି ବିପକ୍ଷରେ ବି ନୁହେଁ। ଆପଣଙ୍କର ନିଜର ଅନ୍ତର୍ନିହିତ ଆଲୋକ ଅଛି। ଆପଣ ଜଣେ ଆଡଲ୍ଟ ଆଉ ଆପଣ ଶିକ୍ଷିତ। ସେଇ ଅନୁସାରେ ବଞ୍ଚ, ସ୍ୱାଧୀନ ହେଇ ବଞ୍ଚ। ଆଉ କେବଳ ଜଣେ ମୁକ୍ତ ମଣିଷ ହିଁ ପ୍ରକୃତରେ ଅନ୍ୟର କେୟାର ନେଇପାରେ। କେବଳ ଜଣେ ମୁକ୍ତ ମଣିଷ ହିଁ ଭଲ ପାଇବାକୁ ସକ୍ଷମ।